କାହାଣୀ ସେବା ଓ ଧର୍ମ। ସାଂସାରିକ କଥାରେ ବ୍ୟସ୍ତ ହୋଇ କିଛି ଯୁବକଙ୍କ ମନ ଭିତରେ କ୍ଷଣିକ ବୈରାଗ୍ୟ ଜାଗ୍ରତ ହେଲା। ସେମାନେ ଘର ଛାଡ଼ି ଜଙ୍ଗଲକୁ ବାହାରିଲେ। ବାଟରେ ଯିବା ସମୟରେ କଥାବାର୍ତ୍ତାର କ୍ରମ ଚାଲିଥିଲା। ଜଣେ ପଚାରିଲା, ଆଚ୍ଛା ଭାଇମାନେ, ଯେତେବେଳେ ଆମେ ତପସ୍ୟା କରିବା ଏବଂ ସେଥିରେ ପ୍ରସନ୍ନ ହୋଇ ଭଗବାନ ଆସିଯିବେ ତ ଆମେ କ'ଣ ବରଦାନ ମାଗିବା କୁହ ତ? ଦ୍ୱିତୀୟ ଜଣକ କହିଲା, ମୁଁ ତ ପେଟ ପୂରା ଅନ୍ନ ମାଗିବି। ଭୋକିଲା ପେଟରେ କିଏ କେତେ ଦିନ ରହିପାରେ? ତୃତୀୟ ଯୁବକ କହିଲା, ମୁଁ ତ ଅପାର ବଳ ମାଗିବି। ଶକ୍ତି ଥିଲେ ତ ଯେକୌଣସି ବାଟ ଖୋଲିଯାଏ। ଚତୁର୍ଥ ଯୁବକ କହିଲା, ମୁଁ ତ ବୁଦ୍ଧି ମାଗିବି। ଶୁଣାଯାଏ ଧନବଳ ଜନବଳ ଠାରୁ ବୁଦ୍ଧି ହେଉଛି ଶ୍ରେଷ୍ଠ। ପଞ୍ଚମ ଜଣକ କହିଲା, ମୁଁ ସ୍ୱର୍ଗ ମାଗିବି। ସେଠାରେ ତ ସବୁ କିଛି ଉପଲବ୍ଧ। ସେମାନଙ୍କର କଥା ଶୁଣୁଥିବା ଜଣେ ସାଧୁ କହିଲେ, ଆରେ ମୂର୍ଖଗଣ, ତୁମମାନଙ୍କ ଦ୍ୱାରା ତ କୌଣସି ତପସ୍ୟା ହେବ ନାହିଁ। ତା ଛଡ଼ା ତୁମମାନଙ୍କୁ କୌଣସି ବରଦାନ ବି ମିଳିବ ନାହିଁ। ତପସ୍ୟା ପାଇଁ ମନୋବଳ ଓ ତିତିକ୍ଷା ଆବଶ୍ୟକ। ଯଦି ତୁମମାନଙ୍କ ଭିତରେ ତାହା ଥାନ୍ତା ତ ତୁମେମାନେ ଆଜି ସଂସାରକୁ ଡରି ପଳାୟନ କରିବା ପରିବର୍ତ୍ତେ ନିଜର ଦାୟିତ୍ୱଗୁଡ଼ିକୁ ନିର୍ବାହ କରି ଆଗକୁ ବଢ଼ିଥାନ୍ତ। ମୋ କଥା ମାନ, ଫେରିଯାଅ। ଫେରିଯାଇ ପ୍ରାଣୀ ମାତ୍ରର ସେବାରେ ଲାଗିଯାଅ। ତାହା ହିଁ ହେବ ପ୍ରକୃତ ସାଧନା। ଯୁବକମାନେ ନିଜର ଭୁଲ ବୁଝିପାରିଲେ ଓ ସେମାନେ ଘରକୁ ଫେରିଆସି ସେବା ଧର୍ମରେ ନିରତ ହୋଇଗଲେ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।